ଥାଇ ମରନ୍ତି ସେମାନେ ଧନ୍ୟ। ହଁ, ଆତ୍ମା କହୁଅଛନ୍ତି ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ପ୍ରିୟମାନେ, ଆପଣଙ୍କର ଯେଉଁ ଅପୂରଣୀୟ କ୍ଷତି ସେଟା ପୂରଣୀୟ ହେବ ନାହିଁ, ଅପୂରଣୀୟ ସେଟା। କିନ୍ତୁ ଆପଣ ଜାଣି ରଖନ୍ତୁ, ଏଲିଓ ଭାଇ ପ୍ରଭୁଙ୍କ ଠାରେ ଥିଲେ, ସେ ଧନ୍ୟ, ସେ ଆଶୀର୍ବାଦ ପ୍ରାପ୍ତ ଲୋକ, ସେ ସ୍ୱର୍ଗରେ ଅଛନ୍ତି। କାରଣ ବାକ୍ୟରେ ପ୍ରଭୁ କହୁଅଛନ୍ତି ଯେଉଁମାନେ ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ଯେଉଁମାନେ ପ୍ରଭୁଙ୍କ ଠାରେ ନାହାନ୍ତି ଆଉ ମରନ୍ତି ସେମାନଙ୍କ ନିମନ୍ତେ ବହୁତ ଦୁଃଖ ବିଷୟ, କାରଣ ସେମାନେ ଚିରକାଳ ପାଇଁ ନରକକୁ ଯିବେ। କିନ୍ତୁ ଏଲିଓ ଭାଇକୁ ଆପଣ ଦେଖିବେ, ଆପଣ ପ୍ରଭୁଙ୍କ ଠାରେ ଯଦି ରହିବେ। ପ୍ରଭୁ ଯୀଶୁ କହିଲେ ଯୋହନ 11:24-25 ପଦରେ, ମୁଁ ପୁନରୁତ୍ଥାନ ଜୀବନ, ଯେ ମୋତେ ବିଶ୍ୱାସ କରେ ଯଦ୍ୟପି ମରେ ସେ ତଥାପି ସେ ବଞ୍ଚିବ। ଅନେକ ପୁନରୁତ୍ଥିତ ହେବେ ପ୍ରଭୁଙ୍କର ସହିତ, ପ୍ରଭୁଙ୍କର ସମୟରେ ସେ ପୁଣି ବଞ୍ଚିବେ। ଏଲିଓ ଭାଇ ଆଜି ଏଠି ନାହାନ୍ତି, କିନ୍ତୁ ସେ ପୁଣି ଉଠିବେ ଦିନେ। ଯେଉଁ ସମାଧିରେ ଆପଣ ରଖି ଅଛନ୍ତି ସେ ଦିନେ ଉଠିବେ, ଯଦି ସେ ପ୍ରଭୁଙ୍କ ଠାରେ ଥିଲେ। ଆପଣମାନେ ଚିନ୍ତିତ ହୁଅନ୍ତୁ ନାହିଁ, ଶୋକାଗ୍ରସ୍ତ ହୁଅନ୍ତୁ ନାହିଁ, କାରଣ ଆପଣ ଦିନେ ଦେଖିବେ। ପ୍ରଭୁ ଆଶା ଦେଇଛନ୍ତି, ଭରସା ଦେଇଅଛନ୍ତି। ଆଉ ଏ ବାକ୍ୟ ମଧ୍ୟ କହୁଅଛି ଯେଉଁମାନେ ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ଆପଣମାନେ ପ୍ରଭୁ ଠାରେ ଅଛନ୍ତି କି ନାହିଁ ଆପଣ ଚେକ୍ କରନ୍ତୁ। ଯଦି ନାହିଁ ସେ ବିଷୟ ଜାଣନ୍ତୁ। ଯେମିତି ଆମର ମାଝି ଆଜ୍ଞା କହିଲେ, ମୁଁ କେଉଁ ଉଦ୍ଦେଶ୍ୟରେ ଆସିଲି ଅଛି ଏ ଜଗତରେ, ମୁଁ କ'ଣ ପାଇଁ କେଉଁଠୁ ଆସିଲି, କ'ଣ ପାଇଁ ଅଛି ଆଉ କେଉଁଠୁ ଯିବି, ଆପଣ ନିଜେ ଜାଣନ୍ତୁ ଏବଂ ସେ ଅନୁସାରେ ପ୍ରଭୁଙ୍କର ମହିମାର୍ଥେ ଜୀବନ ବିତାନ୍ତୁ। ମୁଁ ତ ଯେତେବେଳେ ଭାଇମାନେ ପ୍ରିୟମାନେ ଯେତେବେଳେ ସାକ୍ଷ୍ୟ ଦେଉଥିଲେ, ମୁଁ ଚିନ୍ତା କରୁଥିଲି ପ୍ରଭୁ କମ୍ ବୟସରେ ଏଲିଓ ଭାଇଙ୍କୁ ଯେଉଁ ହୋମୱାର୍କ ଦେଇଥିଲେ, ମାନେ କାର୍ଯ୍ୟଭାର ଦେଇଥିଲେ, ତାହା ପୁରା କଲେ। ତେଣୁକରି ପ୍ରଭୁ କହିଲେ ତୋର କାମ ସରିଗଲା ବାବୁ, ତୋର କାମ ତୁ ପୁରା କରିଦେଲୁ। ତୁ ଯେତିକି ଭଲ ହେବା କଥା ସେତେ ତୁ ବହୁତ ଭଲ ହେଲୁ, ହେଇପାରେ ସେଥିପାଇଁ ସେ ନେଲେ। ତେଣୁକରି ଶୋକାକୁଳ ପରିବାରକୁ, ମଣ୍ଡଳୀକୁ, ସମସ୍ତଙ୍କୁ ତାଙ୍କର ସମ୍ପର୍କକୁ ଏହା କହୁ, ପ୍ରଭୁଙ୍କର ବାକ୍ୟ ଏହା କହେ ଯେ ପ୍ରଭୁଙ୍କ ଠାରେ ଥାଇ ମୃତ୍ୟୁବରଣ କରେ ସେ ଲୋକ ଧନ୍ୟ, ଏଲିଓ ଧନ୍ୟ। ଆପଣମାନେ ସେ ବିଷୟରେ ସାନ୍ତ୍ୱନା ପ୍ରାପ୍ତ ହୋଇ ପ୍ରଭୁଙ୍କର ମହିମାର୍ଥେ ଆଗକୁ ବଢ଼ନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ଆଜ୍ଞା।